ନାରୀ ଏଇ ଶବ୍ଦକୁ ବ୍ୟାଖ୍ୟା କରିବା ଏତେ ସହଜ ନୁହେଁ। ପ୍ରଥମେ ଝିଅ, ତାପରେ ବୋହୂ, ତାପରେ ସ୍ତ୍ରୀ, ତାପରେ ମା। ପ୍ରଥମେ କଳା ଟିପା, ଟିପାରୁ କଳା ଟିକିଲି, ତାପରେ ନାଲି ସିନ୍ଦୁର। ଏଇ ଯାତ୍ରା ଏତେ ଜଟିଳ ନ ହେଲେ ବି ସରଳ ନୁହେଁ। ଏ ଜୀବନ ଅସମ୍ପୂର୍ଣ୍ଣ ନହେଲେ ବି ସମ୍ପୂର୍ଣ୍ଣ ନୁହେଁ। କେବେ ଚାପି ଦେବାକୁ ହୁଏ ନାରୀର ନିଜ କୋହକୁ, କେବେ ଲୁଚେଇବାକୁ ହୁଏ ନିଜ ଲୁହକୁ, କେବେ ମାରିଦେବାକୁ ହୁଏ ନିଜ ଇଚ୍ଛାକୁ, କେବେ ଭୁଲି ଯିବାକୁ ହୁଏ ଦେଖିଥିବା ନିଜ ସ୍ୱପ୍ନକୁ, କେବେ ବଦଳେଇ ଦେବାକୁ ହୁଏ ନିଜ ଇଚ୍ଛାକୁ, କେବେ ପରିବର୍ତ୍ତନ କରିଦେବାକୁ ହୁଏ ଚାଲୁଥିବା ନିଜ ବାଟକୁ, କେବେ ଭୁଲି ଯିବାକୁ ହୁଏ ନିଜକୁ କଷ୍ଟ ଲାଗୁଥିବା ସବୁ କଥାକୁ, କେବେ ଅଗ୍ନି ପରୀକ୍ଷା ଦେବାକୁ ହୁଏ ମା ସୀତା ପରି ନିଜକୁ ପ୍ରମାଣିତ କରିବା ପାଇଁ। ଏ ସବୁ ପରେ ବି ସମାଜ ନାରୀକି ଦିଏ କଣ? କାହିଁକି ବଦଳେନି ଏ ସମାଜ? କାହିଁକି ପରିବର୍ତ୍ତନ ହୁଏନି ଏ ସମାଜର ଚିନ୍ତାଧାରା? କାହିଁକି ଅନେକ ନାରୀ ଏବେ ବି ଅସମର୍ଥ ଏ ଘରର ଏରୁଣ୍ଡି ବନ୍ଧ ଡେଇଁବାକୁ? ଇକ୍ୱାଲିଟିର ଡେଙ୍ଗୁରା ପିଟୁଥିବା ଏ ସମାଜ କାହିଁକି ସମାନ ଦୃଷ୍ଟିରେ ଦେଖିପାରେନି ଗୋଟେ ନାରୀ ଆଉ ପୁରୁଷକୁ? ଏ ସମାଜର ପଶାପାଲି ଖେଳରେ କାହିଁକି ସୌମ୍ୟଶ୍ରୀ ପରିକା ଅନେକ ନାରୀ ବଳି ପଡ଼ନ୍ତି?